भक्तकवि श्री जगन्नाथ दासंक कृत श्रीमद्भागवत। ओम नमो भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरये। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्द माधवं। निगमकल्पतरुर्गलितं फलं सुखमुखादमृतद्रवसंयुतं जीवत भागवतं रसमालयं मुहुरहो रसिका भुवि भावुकः। श्रीमद्भागवत तृतीय स्कंध द्वादश अध्यायः। मैत्रेय उवाच एबे विदुर कहूतोते जे ब्रह्मा काल अनुमते वेद प्रभावे कला सृष्टि तेणु अमोहो तार दृष्टि। अंध तामस सृष्टि आगे विश्व विकार यथा लाभे सर्जिला आगे माया मोहे तमे अज्ञानावृत देहे पाप बहुळे सृष्टि एहि ता देखी ब्रह्मा विचारये ए नुहे सृष्टि आदिभूत दृढे गोविंद देईचित गोविंद पाद ज्ञान बळे संयुक्त भक्ति निश्चळे विष्णुर अंशे चारि भ्रात ब्रह्मार मन मध्युजात सनक सनंद एबेनी कपिल सनातन घेनी ए चारि मुनि सृष्टि हेले ऊर्ध्वरेता से बोलाइले स्वभावे ऊर्ध्वरेता होन्ति विष्णु आनन जानन्ति एहांकु चाहि वेदवर स्वभावे कहई मधुर तुम्भे हे चारि पुत्र मोर वेद प्रमाणे सृष्टि कर न जानी वासुदेवु भिन्न सृष्टि रे न देले से मन आज्ञा अवज्ञा कले जानी कोपे कंपिला कुश पाणी पुणी विधि रे चित्त धरी ध्याने सुमरिला मुरारी एके भ्रुकुटी ताकुटील बदन दिशिला पिंगल भ्रुकुटी मध्युपुत्र जात दिशई सुनील लोहित देवंक पूर्वे जात होई कांदई ब्रह्मा मुख चाही बोलई शुण वेद वर मोहर नाम आगे कर निगम स्थाने छाड़ मोते एमंते रहिबी निश्चिंते शुणी सानंद प्रजापति चिंतिला जेबा नाम स्थिति हे पुत्र रोदन न कर करिबी वचन तोहर रोदन कलु आगे जेणु तो नाम रुद्र हेउ तेणु एमंत कही तार आगे स्थान कल्पिला यथा भागे मन इंद्रिय देह व्योमे वायु नल जनस्थाने महामंदिर चंद्रातप एमंते एकादश रूप जे स्थाने जे रूप तोहर होइब शुण रे कुमर मनु परे मनु नाम इंद्री समूहे मन ध्यान देह उपरे मोहिनासे आकाशे महानु प्रकाशे पवने शिव रूप बसे अनळे ऋतु ध्वजनासे ऊर्ध्वरेता सकल जोगे भव शिव भूमि भागे रवि विमाने काल थिब चंद्रे शिव वामदेव तपे शिव ध्रुव व्रत एमंते एकादश मत एहांक पत्नी नाम जेते शुण कहिबा तो ग्रते धी धृति आउ रसलोमा अपरे शुण जेते बामा नियुति सर्पा इलाम्बिका
ଇରାବତୀ ଯେ ଶୋଧା ଦୀକ୍ଷା ଏ କନ୍ୟା ରୁଦ୍ରାଣୀ ବୋଲାନ୍ତି ଏହାଙ୍କ ଏକାଦଶପତି ସେ ବ୍ରହ୍ମା ରୁଦ୍ର ସୃଷ୍ଟି ଚାହିଁ ସଂଶୟ ମନେ ବିଚାରଇ ଏ ସୃଷ୍ଟି ମହାଭୟଙ୍କର ଦେଖି କମ୍ପିଲା ଚିତ ମୋର ଏବେ ତୁ ତପସାଧ୍ୟ କର ସର୍ବଜୀବଙ୍କ ଦୁଃଖ ହର ତପର ବଳେ ଏ ଜଗତେ ପ୍ରଜା ତୁ କର ପୂର୍ବ ମତେ ତପେ ତୁ ବିଷ୍ଣୁଙ୍କୁ ପାଇବୁ ଏ ଭାବେ ସର୍ବକାଳେ ଥିବୁ। ମୈତ୍ରେୟ ଉବାଚ ଶୁଣ ବିଦୁର ସାବଧାନେ ସନ୍ତୋଷେ ପିତାର ବଚନେ ଏମନ୍ତେ ବ୍ରହ୍ମା ଆଜ୍ଞା ପାଇ ନୀଳ ଲୋହିତ ତୋଷ ହୋଇ ବ୍ରହ୍ମାର ଚରଣେ ନମିଲା ତପ ସାଧନେ ବନେ ଗଲା ରୁଦ୍ରଙ୍କୁ ତପେ ଆଜ୍ଞା ଦେଇ ସେ ବ୍ରହ୍ମା ଚିତେ ବିଚାରଇ ଏତ ଅସଂଖ୍ୟ ରୁଦ୍ର ଗଣେ ନୁହନ୍ତି ସୃଷ୍ଟିର କାରଣେ ତାହାଙ୍କୁ ଶିବ ଲୋକେ ଥୋଇ ପୁଣି ସଂଶୟେ ବିଚାରଇ ଏବେ କି କରିବି ଉପାୟ ନ ପୁଣ କୋପେ ଦେବରାୟ ଏମନ୍ତେ ବିଷ୍ଣୁପାଦ ଚିନ୍ତି ଧ୍ୟାନେ ବସିଲା ପ୍ରଜାପତି ତାର ଶରୀରୁ 10 ସୂତ ତକ୍ଷଣେ ହୋଇଲେ ସମ୍ଭୂତ ଲୋଭ ବର୍ଜନ ହେତୁ ଅର୍ଥେ ନ ମିଲେ ବ୍ରହ୍ମାପାଦ ଗତେ ମରିଚି ଅତ୍ରି ଅଙ୍ଗିରସ ପୌଲସ୍ତ୍ୟ ପୁଲହ ପ୍ରକାଶ କ୍ରତୁ ବଶିଷ୍ଠ ଭୃଗୁ ଦକ୍ଷ ଦଶମେ ନାରଦ ପ୍ରତ୍ୟକ୍ଷ ଶୁଣ ବିଦୁର କହୁଁ ଭଲେ ଯେ ଅଙ୍ଗୁ ଯେବା ଉପୁଜିଲେ ନାରଦ ଉପୁଜିଲେ କୋଳେ ଦକ୍ଷ ଦକ୍ଷିଣା ଅଙ୍ଗୁଷ୍ଠି ମୂଳେ ପ୍ରାଣୁ ବଶିଷ୍ଠ ମୁନି ଜାତ ଭୃଗୁ ତ୍ୱକରୁ ଉପଗତ ଅଙ୍ଗିରା ବଦନୁ ସମ୍ଭୂତ ପୌଲସ୍ତ୍ୟ କର୍ଣ୍ଣମୂଳୁ ଜାତ କ୍ରତୁ ଉପୁଜେ ଭୁଜ ମୂଳେ ପୁଲହ ଏ ନାଭି ମଣ୍ଡଳେ ଅତ୍ରି ଉପୁଜେ ଚକ୍ଷୁ ଯୁଗେ ମରିଚି ମନରୁ ସଂଯୋଗେ ଦକ୍ଷିଣ ସ୍ତନୁ ବ୍ରହ୍ମା ଜାତ ଯେ ଧର୍ମ କରେ ଏ ଜଗତ ଅଧର୍ମ ପୃଷ୍ଠ ଦେଶୁ ହୁଏ ମୃତ୍ୟୁ ସଞ୍ଚରେ ତାର ଦେହେ କାମତା ହୃଦରୁ ସମ୍ଭୂତ ଭୁରୁ ମଣ୍ଡଳୁ କ୍ରୋଧ ଜାତ ଲୋଭ ହୋଇଲା ଓଷ୍ଠ ଦେଶେ ବଚନ ବଦନୁ ପ୍ରକାଶେ ମୃତ୍ୟୁ ଦେବତା ଗୁହ୍ୟ ଦେଶେ ଶପଥ ସିନ୍ଧୁ ନେତ୍ରେ ବସେ କର୍ଦ୍ଦମ ଛାୟାରୁ ସମ୍ଭୂତି ତାହାର ପତ୍ନୀ ଦେବହୂତି ଏମନ୍ତେ ଅଶେଷ ଜଗତ ବ୍ରହ୍ମାର ମନୁ କଲେ ଜାତ ଯେ କନ୍ୟା ବଦନୁ ଜନ୍ମିଲା ବ୍ରହ୍ମାର ମନ ସେ ମୋହିଲା ଶୋକାମେ ବ୍ରହ୍ମା ତାଙ୍କୁ ହସ୍ତେ ଧଇଲେ ରତିରଙ୍ଗେ ଅର୍ଥେ ଅଧର୍ମ ଦେଖି ବ୍ରହ୍ମା ଚିତେ ପୁତ୍ରେ ମିଳିଲେ ତା ଅଗ୍ରତେ ମରିଚି ଆଦି ଯେତେ ଭାଇ କହନ୍ତି ପିତା ମୁଖ ଚାହିଁ ହେ ତାତ ସ୍ଥିର କର ଚିତ୍ତ ଏ ତ ତୁମ୍ଭର ବିପରୀତ ଯେ କର୍ମ ପୂର୍ବା ପରେ ନାହିଁ ଏବେ ସେ ସମ୍ଭବିବ କାହିଁ କାହିଁ ଦୁହିତା ମେ ପିତା ଏଣେ ଆମ୍ଭର ମନେ ଚିନ୍ତା ପୂର୍ବେ ଯଜାତି ଏଥେ ଥିଲେ ସତ୍ୟ ସେ ଧର୍ମ ଆଚରିଲେ ସେ ନ କରନ୍ତି ଏଡ଼େ କର୍ମ ସ୍ୱଭାବେ ନୁହଁ ଏ ଧର୍ମ ଯେ କର୍ମ ଲୋକ କ୍ଷମା କରେ ଆନନ୍ଦେ ଆତ୍ମାକୁ ବିହରେ ଏଣୁ ସେ ବିଷ୍ଣୁ ସମାନର ଆମ୍ଭର ତାଙ୍କୁ ନମସ୍କାର ତୁ ଦେବ ଆତ୍ମାକୁ ସୁମର ଅଧର୍ମ ମନ କର ସ୍ଥିର ଏମନ୍ତେ ଶିରେ କର ଦେଇ ପାଦେ ମିଳିଲେ ସର୍ବ ଭାଇ ଭୂତାତ ଧର୍ମେ କର ଚିତ୍ତ ଅଧର୍ମ ଏ ନ ବୁଡ଼ୁ ଜଗତ ତୁ ଏଡ଼େ ପାପ ଆଚରିଲେ ସଂସାରେ କେବା ଥିବ ଭଲେ ଏମନ୍ତେ ପୁତ୍ରଙ୍କୁ ଅନାଇ ବ୍ରହ୍ମା ରହିଲେ ଲଜ୍ଜା ପାଇ ତକ୍ଷଣେ ଛାଡ଼ି ତାର ହସ୍ତ ବିଷ୍ଣୁ ସୁମରେ ବେଦନାଥ ସେ କନ୍ୟା ମନେ ଲଜ୍ଜା କଲା ତକ୍ଷଣେ ଅଷ୍ଟ ଦିଗେ ଗଲା ଘୋର ଅନ୍ଧକାର ସୁରେଖା ନାମ ହୋଇଲା କୁଝଟିକା ଅଧର୍ମେ ଅନ୍ଧକାର ହୋଇ ସୂର୍ଯ୍ୟ ସମ୍ମୁଖେ ପ୍ରକାଶ ହୋଇ
ପୁଣି ଚଳଇ ଅଷ୍ଟ ଦିଶେ ସଂହରି ସମ୍ଭବି ଆକାଶେ ମେଘର ପ୍ରାୟ ତାର ଦେହି ଶୁଣ ବିଦୁର ଏବେ କହି। ବିଦୁର ଉବାଚ ଚିନ୍ତାକୁଳେ ପ୍ରଜାପତି ସୃଷ୍ଟି ସଂଗ୍ରହେ କଲାମତି ଶବଦ ବ୍ରହ୍ମ ପରିମାଣେ ଧର୍ମ ଅଧର୍ମ ସେବ ଖାଣେ ଧ୍ୟାନେ କରନ୍ତେ ମନେ ଖେଦ ମୁଖୁ ଜନ୍ମିଲା ଚାରି ବେଦ ଦେଖି ବିଚାରେ ପଦ୍ମଜନି ମୁଁ ଏବେ ବ୍ରହ୍ମ ତତ୍ତ୍ୱ ଘେନି କରିବି ସତ୍ୟ ଅନୁସାରେ ଜେଣେ ବିଦିତ ଏ ସଂସାରେ ବେଦ ବିଚାରେ ନାନା ମତେ କର୍ମ କରିବେ ଏ ଜଗତେ ଏ ଚାରି ଲୋକେ କର୍ମ ତତ୍ତ୍ୱ ଉପବେଦାନ୍ତ ତୁଲେ ମତ ସ୍ୱଭାବେ ଚତୁର୍ଦଶ କର୍ମ আগত ବୃତ୍ତି ଯଥା ଧର୍ମ ଯେ ଯୁଗେ ପ୍ରଚରିତ ଯେତେ ବ୍ରହ୍ମ ବିଚାରି ଅନ୍ତର୍ଗତେ ସେ ବିଶ୍ୱ ସବୁଙ୍କୁ ଈଶ୍ୱର ଅଶେଷ ଚିତ୍ତ ଶକ୍ତିଧର ଯେ ମୁଖେ ଯେ ବେଦ ସର୍ଜିଲା ଯହୁଁ ସେ ଧର୍ମ ପ୍ରକାଶିଲା ସେ କଥା କହ ମୁନି ମତେ ସଂଶୟ ନ ରହୁ ମୋ ଚିତେ। ମୈତ୍ରେୟ ଉବାଚ ଶୁଣ ହେ ବିଧାତାର ଲୀଳା ଯେ ମୁଖେ ଯେ ବେଦ ସର୍ଜିଲା ସାମ ପଶ୍ଚିମ ମୁଖୁ ଜାତ ଅଥର୍ବ ଉତ୍ତରୁ ସମ୍ଭୂତ ଦକ୍ଷିଣୁ ଯଜୁ ପ୍ରକାଶିଲା ପୂର୍ବ ମୁଖୁରୁ କୁଶ୍ରବିଲା ବେଦାଦି ଶାସ୍ତ୍ର ସ୍ମୃତି ସ୍ତ୍ରୋତ୍ର ଯଜ୍ଞାଦି କୃତ ଅଗ୍ନିହୋତ୍ର ଦେବଙ୍କ ଅଙ୍ଗ ଆଦି ଯେତେ ପ୍ରତ୍ୟକ୍ଷ ଯଥା କର୍ମତନ୍ତ୍ରେ ଆୟୁର୍ବେଦ ଯେ ଧନୁର୍ବେଦ ଗନ୍ଧର୍ବ ଜ୍ଞାନ ଶିକ୍ଷା ଭେଦ ଦେବଙ୍କ ଅଙ୍ଗ ଆଦି ଯେତେ ଅସତ୍ୟ ଅଙ୍ଗାଦି ସಮೇତେ ପୂର୍ବାଭିମୁଖେ ଯେତେ କରି ପୁଣି ବିଧାତା ମନେ ସ୍ମରି ପଞ୍ଚମ ବେଦ ଇତିହାସେ ଚତୁରମୁଖେ ସୁପ୍ରକାଶେ ଷୋଡ଼ଶ ଛନ୍ଦେ ପୂର୍ବ ମୁଖେ ପଞ୍ଚମ ଅଗ୍ନି ସ୍ମୃତି ମୁଖେ ଗାୟତ୍ରୀ ଆଦି ସପ୍ତ ଛନ୍ଦ ମନ୍ତ୍ର ଦେବତା ଅନୁବନ୍ଧ ଉଷ୍ଠିକ ଛନ୍ଦ ଲୋମୁ ଜାତ ଗାୟତ୍ରୀ ଚର୍ମୁ ପ୍ରାଦୁର୍ଭୂତ ମାତା ସୌର୍ଯ୍ୟେ ତ୍ରିଷ୍ଟୁପ ଛନ୍ଦ ଅନୁଷ୍ଟୁପ ଶିରେ ସମ୍ଭବ ଜଗତ ଊର୍ଦ୍ଧ୍ୱରୋକ୍ତ ହୁଏ ଯଜ୍ଞେ ଉଷ୍ଣିକ ଛନ୍ଦ ବହେ ବୃହତି ଛନ୍ଦ ଦଶ ପ୍ରାଣ ସ୍ପରଶ ଜୀବନ କାରଣ ଶୁକ ବ୍ରହ୍ମା ଶରୀରୁ ଜାତ ଶ୍ଲେଷେଣ ଇନ୍ଦ୍ରିୟ ସମ୍ଭୂତ ବଳ ଉଦିତ ଅନ୍ତର୍ଦେଶେ ଯେ ବଳେ ଶରୀର ପ୍ରକାଶେ ବ୍ରହ୍ମା ଦେହରେ ସପ୍ତ ସ୍ୱର ଭକତି ଗୁଣେ ହେ ବିଦୁର ଏ ସପ୍ତ ବ୍ରହ୍ମା ତା ଶରୀର ସ୍ୱଭାବେ ବକ୍ତାବନ୍ତ ତାର ଏଣୁ ସଂସାର ବକ୍ତାମୟେ ସେ ବ୍ରହ୍ମା ନାନା ଶକ୍ତି ବହେ ଏ ସପ୍ତ ବ୍ରହ୍ମା ସର୍ବ କରି ଅପରେ ସୃଷ୍ଟି ମନେ ସ୍ମରି ଯେ ଋଷି ପୂର୍ବେ ସୃଷ୍ଟି କଲା ତାଙ୍କ ବିଶ୍ରାମ ନ ରଖିଲା ସ୍ୱଭାବେ ତେଜବନ୍ତ ହୁଅନ୍ତି ପ୍ରକାଶ ଯୋଜନ କରନ୍ତି ଏମନ୍ତେ ବିଚାରି ବିଧାତା ମନେ ପାଇଲା ଗୁରୁ ଚିନ୍ତା ତକ୍ଷଣେ ବ୍ରହ୍ମା ନିଜ ପିଣ୍ଡ ତପେ ହୋଇଲା ବେନି ଖଣ୍ଡ ସେ ବେନି ଖଣ୍ଡ ବ୍ରହ୍ମା ଦେହେ ନାରୀ ପୁରୁଷ ବେନି ହୁଏ ସେ ବେନି ଖଣ୍ଡ ଅନୁମାନୁ ଜନ୍ମିଲା ସ୍ୱୟଂଭୁବ ମନୁ ସଂସାରେ ରାଜା ସେ ବୋଲାଇ ଶୁଣ ବିଦୁର ଏବେ କହି ଉତ୍ତର ଖଣ୍ଡ ନାରୀ ଜନ୍ମ ହୋଇଲା ସତରୂପା ନାମ ମନୁର ପତ୍ନୀ ସେ ହୋଇଲା ମୈଥୁନେ ସୃଷ୍ଟି ଉପୁଜିଲା ପଞ୍ଚ ବାଳକ ତାଙ୍କ ତହୁଁ ହୋଇଲେ ଶୁଣ ନାମ ବହୁ ଉତ୍ତାନ ପାଦ ପ୍ରିୟବ୍ରତ ଆଗେ ହୋଇଲେ ବେନି ସୁତ ଅପରେ ଜାତ ତିନି କନ୍ୟା ସୁନ୍ଦରୀ ସୁଲୋଚନା ବାମା ଆକୁତି ଦେବହୂତି ବେନି ପ୍ରସୂତି ନାମେ କନ୍ୟା ତିନି ସେ ମୁନି କନ୍ୟାଦାନ କଲା ଆକୁତି ରୁଚି ବିପ୍ରେ ଦେଲା ତୋହର ଗର୍ଭୁ ନାନା ମତେ ସନ୍ତତି ପୁରିଲା ଜଗତେ
ଏମନ୍ତେ ଭାଗବତ ବାଣୀ ମୈତ୍ରେୟ ବିଦୁରେ ବଖାଣି ଶୁଣ ସୁଜନେ ଶୁଦ୍ଧ ଚିତେ ତୃତୀୟ ସ୍କନ୍ଧେ ଭାଗବତେ ମୈତ୍ରେୟ ବିଦୁର ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ ଏଣେ ହରିଙ୍କି କରଲଏ ବ୍ରାହ୍ମଣ ଜଗନ୍ନାଥ କହେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାୟ ସଂହିତାୟାଂ ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ବ୍ରହ୍ମା ସୃଷ୍ଟି ସର୍ଜନେ ନାମ ଦ୍ୱାଦଶ ଅଧ୍ୟାୟଃ। ଶ୍ରୀମଦ୍ଭାଗବତର ପରବର୍ତ୍ତୀ ଅଧ୍ୟାୟ ତ୍ରୟୋଦଶ ଅଧ୍ୟାୟ ଦେଖିବା ପାଇଁ ଆପଣମାନେ ମୋର ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଜୟ ଶ୍ରୀ ଜଗନ୍ନାଥ।